ଯେତେବେଳେ ମଣିଷ ଜୀବନରେ ସମସ୍ୟା ଆସେ, ଯେତେବେଳେ ଆମମାନଙ୍କୁ ଆଗକୁ ବଢ଼ିବାର କୌଣସି ରାସ୍ତା ଦେଖାଯାଏ ନାହିଁ, ଯେତେବେଳେ ଆମେ ସମସ୍ୟା କବଳିତ ହୁଅନ୍ତି, ଋଣଗ୍ରସ୍ତ ହୋଇଯାଆନ୍ତି, ଗ୍ରହମାନଙ୍କର ଭୁଲ ଅବସ୍ଥାନ ଯେତେବେଳେ ଆମର ଜୀବନକୁ ସମ୍ପୂର୍ଣ୍ଣ ରୂପେ ପ୍ରଭାବିତ କରେ, ଅନନ୍ୟ ଉପାୟ ହେଉ ଆମେ ଯେତେବେଳେ ଜ୍ୟୋତିଷମାନଙ୍କ ପାଖକୁ ଯାଆନ୍ତି, ଜ୍ୟୋତିଷ ବନ୍ଧୁମାନେ ହୁଅନ୍ତୁ ବା ପୂଜକମାନେ ହୁଅନ୍ତୁ ବା ଶାସ୍ତ୍ରକାରମାନେ ହୁଅନ୍ତୁ, ଆମକୁ ପରାମର୍ଶ ଦିଅନ୍ତି ଏ ଯେଉଁ ଗଜେନ୍ଦ୍ର ମୋକ୍ଷ ସୂତ୍ରର ପଠନ କରିବା ପାଇଁ ବା ଶ୍ରବଣ କରିବା ପାଇଁ। ଖାଲି ସେତିକି ନୁହଁ, ଗଜେନ୍ଦ୍ର ମୋକ୍ଷ ସୂତ୍ର ପାଠ କରନ୍ତୁ, ଶ୍ରବଣ କରନ୍ତୁ, କିମ୍ବା ଯଦି ଏସବୁ ନ ପାରୁଛନ୍ତି ତାହେଲେ ଖାଲି ଗଜେନ୍ଦ୍ର ମୋକ୍ଷ କଥାକୁ ଶୁଣନ୍ତୁ, ଜୀବନର ସମସ୍ୟାମାନ ଅପସରିଯିବ, ଏଥିରେ ସନ୍ଦେହର ଅବକାଶ ନାହିଁ। ଦର୍ଶକ ବନ୍ଧୁ, ଆଜି ମୁଁ ଆପଣମାନଙ୍କ ସାମ୍ନାରେ ଗଜେନ୍ଦ୍ର ମୋକ୍ଷ କଥାକୁ ଉପସ୍ଥାପନ କରୁଛି। ଶେଷ ପର୍ଯ୍ୟନ୍ତ ଏ ଭିଡ଼ିଓ ସହିତ ଯୋଡ଼ି ହୋଇ ରୁହନ୍ତୁ ଏବଂ ନିଜ ଜୀବନର ଯେଉଁ ସବୁ ସମସ୍ୟାମାନ ଅଛି ସେ ସମସ୍ୟାକୁ ଦୂରେଇବାର ପ୍ରୟାସ କରନ୍ତୁ। ଗୋଟିଏ ସୁନ୍ଦର ପର୍ବତ ଥିଲା, ସେ ପର୍ବତର ନାମ ହେଲା ତ୍ରିକୁଟ ପର୍ବତ। ଏହାର ପ୍ରାଚୁର୍ଯ୍ୟପୂର୍ଣ୍ଣ ଶିଖରର ଔଜ୍ଜଲ୍ୟ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରୁଥିଲା। ପର୍ବତରେ ଅନେକ ପ୍ରକାର ବୃକ୍ଷଲତା ଶୋଭା ପାଉଥିଲେ। ବିଭିନ୍ନ ପ୍ରକାର ଝରଣାର ଝରଝର ଶବ୍ଦ କରି ସେ ପରିବେଶକୁ ସମ୍ପୂର୍ଣ୍ଣ ରୂପେ ଗୁଞ୍ଜାୟିତ କରୁଥିଲେ। ଗନ୍ଧର୍ବ, ଯକ୍ଷ, ରାକ୍ଷସ ଏମାନେ ସମସ୍ତଙ୍କର ଏହା ଥିଲା ବିଚରଣ ସ୍ଥଳୀ। ଏହି ପର୍ବତର ବଣରେ ଅନେକ ପ୍ରକାର ଜୀବଜନ୍ତୁ ଅବସ୍ଥାନ କରୁଥିଲେ। ଅନେକ ପ୍ରକାର ପୁଷ୍ପ ବଗିଚାରେ ପରିପୂର୍ଣ୍ଣ ଥିଲା ଏହି ପର୍ବତଟି। ଏହାର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରକାର ପକ୍ଷୀ ଆନନ୍ଦରେ ବିଚରଣ କରୁଥିଲେ। ପ୍ରକୃତିର ଏଇ ଯେଉଁ ସୌନ୍ଦର୍ଯ୍ୟର ଭଣ୍ଡାର, ଏ ଯେଉଁ ପ୍ରକୃତିର ଏ ଯେଉଁ ସୌନ୍ଦର୍ଯ୍ୟର ଭଣ୍ଡାର, ଏ ଯେଉଁ ତ୍ରିକୁଟ ପର୍ବତ, ତାକୁ ଦର୍ଶନ କରିବା ପାଇଁ ଅନେକ ତୀର୍ଥାଳୁ ଆସନ୍ତି। ଅନେକ ଆଡ଼ୁ ତୀର୍ଥାଳୁ ଅର୍ଥ ବିଭିନ୍ନ ପ୍ରକାର ପକ୍ଷୀ, ବିଭିନ୍ନ ପ୍ରକାର ଜୀବଜନ୍ତୁ ଏଠିକି ଆସନ୍ତି। ଏଠି ସେମାନେ ଆଶ୍ରୟ ନିଅନ୍ତି। ବହୁତ ସୁନ୍ଦର ପରିବେଶ, ସେଥିପାଇଁ ବାହାରୁ ପଶୁପକ୍ଷୀମାନେ ଏଇ ଯେଉଁ ତ୍ରିକୁଟ ପର୍ବତକୁ ଆସନ୍ତି। ଏଥିରେ ଅନେକ ନଦୀ ଓ ସରୋବର ବିଦ୍ୟମାନ ଥିଲା। ତ୍ରିକୁଟର ଏହି ଭୂମିରେ ଗନ୍ଧର୍ବଙ୍କର ଗୋଟେ ସୁନ୍ଦର ଉଦ୍ୟାନ ଥିଲା। ଏହାର ନାମ ଥିଲା ଋତୁମାନ। ଏଥିରେ ସମସ୍ତ ପ୍ରକାର ଫୁଲ ଫଳ ସମୟ ହେଉ କି ଅସମୟ ହେଉ ପରିପୂର୍ଣ୍ଣ ହୋଇ ରହୁଥିଲା। ପକ୍ଷୀମାନେ ଏଠି କଳରବ କରୁଥିଲେ। ସମସ୍ତ ପଶୁପକ୍ଷୀଙ୍କର ବିଚରଣ ସ୍ଥଳ ଏହି ଜାଗାଟି ଥିଲା। ଏଠାରେ ଅନେକ ପତ୍ନୀ ଓ ଅନେକ ପିଲାଙ୍କ ସହ, ନିଜର ସହଚରମାନଙ୍କ ସହ ଗଜେନ୍ଦ୍ର ନାମକ ଏକ ହାତୀ ଅବସ୍ଥାନ କରୁଥିଲା। ଗଜେନ୍ଦ୍ର ଅନେକ ବଡ଼ ବଡ଼ ହାତୀଙ୍କର ସର୍ଦ୍ଦାର ଥିଲା। ଦିନେ ଏହି ପାହାଡ଼ରେ ଗଜେନ୍ଦ୍ର ଆଉ ଗୋଟେ ସ୍ୱଭାବ ଥିଲା। ଗଜେନ୍ଦ୍ର ଆକ୍ରମଣ କରୁଥିଲା। କାହାକୁ ଆକ୍ରମଣ କରୁଥିଲା? ହିଂସ୍ର ଜନ୍ତୁମାନଙ୍କୁ ଆକ୍ରମଣ କରୁଥିଲା। ଗଜେନ୍ଦ୍ର ଚାଲିଗଲେ ହିଂସ୍ର ଜନ୍ତୁମାନେ ଭୟରେ ଯାଇ କୌଣସି ଆଡ଼େ ନା କୁଆଡ଼େ ନା କୁଆଡ଼େ ଚାଲିଯାଆନ୍ତି, ଦର୍ଶନ ଦିଅନ୍ତି ନାହିଁ। କାରଣ ସେମାନେ ଜାଣିଛନ୍ତି ଯେହେତୁ ଆମେ ହିଂସ୍ର, ଆମକୁ ନିଶ୍ଚିତ ଭାବରେ କଷ୍ଟ ଦେବ ଗଜେନ୍ଦ୍ର। କିନ୍ତୁ ଅପରପକ୍ଷରେ ଯେଉଁମାନେ ହିଂସ୍ର ଜନ୍ତୁ ନୁହନ୍ତି,
ଯେଉଁମାନେ ବହୁତ ସରଳ ଜନ୍ତୁ ଯେମିତିକି ହରିଣ ଆଦି ଏମାନଙ୍କର ଉପରେ କୃପାଦୃଷ୍ଟି ଥିଲା ଗଜେନ୍ଦ୍ରର। ସେମାନେ ନିର୍ଭୟ ହୋଇ ବିଚରଣ କରୁଥିଲେ। ଯଦି ତାଙ୍କ ଜୀବନରେ ବିପଦ ଆସୁଥିଲା ସେମାନେ କହୁଥିଲେ ଆମର ସହାୟତା ପାଇଁ ଗଜେନ୍ଦ୍ର ଅଛନ୍ତି, ଗଜେନ୍ଦ୍ର ମହାରାଜ ଅଛନ୍ତି, ଆମର କୌଣସି ଅସୁବିଧା ନାହିଁ। ଦିନେ ସବୁଆଡ଼େ ସମ୍ମାନ ମିଳେ ଗଜେନ୍ଦ୍ରକୁ। ଗଜେନ୍ଦ୍ର ଯେତେବେଳେ ସମ୍ମାନ ସବୁଆଡ଼େ ପାଇଛନ୍ତି, ସମ୍ମାନ ପାଇଲେ ଗର୍ବ ବଢ଼େ, ପଦ ପ୍ରତିଷ୍ଠା ମିଳିଲେ ମାନ ଅଭିମାନ ବଢ଼େ। ଯେତେବେଳେ ମଣିଷକୁ ବା ଯେକୌଣସି ଜୀବଜନ୍ତୁକୁ ହେଉନା କାହିଁକି ପଦ ପ୍ରତିଷ୍ଠା ମିଳିଗଲା, ଧନ ସମ୍ପତ୍ତି ମିଳିଗଲା, ସେ ଆଉ ତା ନିଜସ୍ୱ ବ୍ୟବହାରକୁ ଭୁଲିଯାଏ, ଭୁଲ ରାସ୍ତାର ପଥିକ ହୋଇଯାଏ, ଅଭିମାନୀ ହୋଇଯାଏ। ସମସ୍ତଙ୍କ ଠାରୁ ସମ୍ମାନ ପାଇ ନିଜର ଆତ୍ମୀୟମାନଙ୍କ ଠାରୁ ହେଉ ବା ନିଜର ପରିଜନମାନଙ୍କ ଠାରୁ ହେଉ ଏବଂ ହିଂସ୍ର ଜନ୍ତୁମାନଙ୍କ ଠାରୁ ହେଉ ବା ସରଳ ଜନ୍ତୁମାନଙ୍କ ଠାରୁ ହେଉ ଯେତେବେଳେ ସମ୍ମାନ ପାଇଛି, ଗଜେନ୍ଦ୍ର ପ୍ରକୃତରେ ଟିକିଏ ଆତ୍ମଗର୍ବୀ ହୋଇଯାଇଛନ୍ତି। ଏବଂ ଗଜେନ୍ଦ୍ର ଦିନେ ନିଜର ସମସ୍ତ ପରିଜନମାନଙ୍କୁ, ନିଜର ଅନେକ ପତ୍ନୀମାନଙ୍କୁ ଏବଂ ପିଲାମାନଙ୍କୁ ନେଇ ଥାଟ ବାଟରେ ଯେତେବେଳେ ଯାଉଛନ୍ତି, ଏକ ଦିନକର ଘଟଣା, ଗଜେନ୍ଦ୍ର ନିଜର ଅଭିମାନକୁ ଜାହିର କରିବା ପାଇଁ ଯେଉଁ ରାସ୍ତା ଦେଇ ଯାଉଛନ୍ତି, ସେ ରାସ୍ତାରେ ଥିବା ସମସ୍ତ ବୃକ୍ଷରାଜିକୁ ଉପାଡ଼ି ନଷ୍ଟ କରି ଚାଲୁଛନ୍ତି ରାସ୍ତା ସାଙ୍ଗରେ ନିଜର ଆତ୍ମୀୟ ସ୍ୱଜନମାନେ। ଏମିତି ଯେତେବେଳେ ଚାଲୁଛନ୍ତି ଲାଗୁଛି ସତେ ଯେମିତି ଗଜେନ୍ଦ୍ରଙ୍କ ଚାଲିରେ ସମଗ୍ର ଅଞ୍ଚଳ, ସମଗ୍ର ଧରଣୀ ପ୍ରକମ୍ପିତ ହେଉଛି। ଏ ଯେଉଁ ଗଜେନ୍ଦ୍ରଙ୍କ ରଡ଼ିରେ ସମଗ୍ର ବନଭୂମି ପ୍ରକମ୍ପିତ ହେଉଥିଲା ଏବଂ ଆଖିରେ ତାଙ୍କର ରାଜଗର୍ବ, ରଜା ବୋଲି ନିଜକୁ ଭାବି ଆଖିରେ ଗର୍ବ ସ୍ପଷ୍ଟ ବାରି ହୋଇଯାଉଥିଲା। ପ୍ରଭୁତ୍ୱର ଅହଙ୍କାର ସ୍ପଷ୍ଟ ଭାବରେ ବାହାରକୁ ବାରି ହୋଇଯାଉଥିଲା। ଭ୍ରମଣ କଷ୍ଟରେ କ୍ଳାନ୍ତ ହୋଇଯାଇଥିବା ଗଜେନ୍ଦ୍ରଙ୍କୁ ଦୂରରୁ ଆସୁଥିବା ସୁଗନ୍ଧପୂର୍ଣ୍ଣ ଶୀତଳ ପବନ ଆକର୍ଷିତ କରି ନିଜ ଆଡ଼କୁ ଟାଣି ନେଇଗଲା ଗଜେନ୍ଦ୍ରକୁ। ଯେଉଁଠାରୁ ସୁଗନ୍ଧ ଶୀତଳ ପବନ ଆସୁଥିଲା, ଗଜେନ୍ଦ୍ର ସେହି ସୁଗନ୍ଧ ଶୀତଳ ବାୟୁ ଆସୁଥିଲା, ସେହି ସୁଗନ୍ଧ ଶୀତଳ ବାୟୁର ଉତ୍ପତ୍ତି ସ୍ଥଳକୁ ସନ୍ଧାନ କରି ଆଜି ଗଜେନ୍ଦ୍ର ବାହାରିଛନ୍ତି। ଏବଂ ଯେହେତୁ ତାଙ୍କୁ ଶୋଷ ହେଉଥିଲା, ଗଜେନ୍ଦ୍ରକୁ ଖୁବ୍ ଜୋରରେ ଉତ୍ପତ୍ତି ସ୍ଥଳ ଯେଉଁଠୁ ଏ ଯେଉଁ ପବନ ଶୀତଳ ପବନ ଆସୁଛି, ସୁଗନ୍ଧ ପବନ ଆସୁଛି, ଉତ୍ପତ୍ତି ସ୍ଥଳ ଆଡ଼କୁ ଗଜେନ୍ଦ୍ର ନିଜର ପରିବାରମାନଙ୍କ ସହିତ ମାଡ଼ି ଚାଲିଛନ୍ତି। ଅଳ୍ପ ସମୟ ଭିତରେ ଗଜେନ୍ଦ୍ର ନିଜର ଆତ୍ମୀୟ ସ୍ୱଜନ ଅନୁଗାମୀମାନଙ୍କ ସହ ଏ ଯେଉଁ ସୁଗନ୍ଧ ଶୀତଳ ବାୟୁର ଉତ୍ପତ୍ତି ସ୍ଥଳ ସରୋବର ନିକଟରେ ପହଞ୍ଚିଗଲେ। ଏ ସରୋବରଟି କମଳା ପ୍ରସ୍ଫୁଟିତ ନିର୍ମଳ ଜଳପୂର୍ଣ୍ଣ ସରୋବର ଏବଂ ତୁଷାର୍ତ ଗଜେନ୍ଦ୍ର କାହାରି କଥା ନ ଶୁଣି ପରିବାର ସମସ୍ତଙ୍କୁ କୂଳରେ ରଖି, ଯେହେତୁ ଘରର ବୟୋଜ୍ୟେଷ୍ଠ ସମସ୍ତଙ୍କର ବୟୋଜ୍ୟେଷ୍ଠ ସମସ୍ତଙ୍କୁ କୂଳରେ ରଖି ନିଜେ ପଶିଯାଇଛନ୍ତି ଆଜି ସରୋବର ଭିତରକୁ। ଯେମିତି ବାଟରେ ଟ୍ରେନ୍ ଅଟକିଲେ ଆମେ ଯେତେବେଳେ ଆମ ପିଲାମାନଙ୍କୁ ନେଇ ଯାଆନ୍ତି, ଘରର ମୁଖ୍ୟ ହିସାବରେ ଆମେ ଟ୍ରେନ୍ ଓହ୍ଲେଇ ପଡ଼ନ୍ତି, ଯାହା କିଣିବାର ଅଛି ଆମେ କିଣନ୍ତି, ଆମ ପିଲାମାନଙ୍କୁ ଦିଅନ୍ତି। ଠିକ୍ ସେମିତି ଗଜେନ୍ଦ୍ର ନିଜର ପରିବାର ପରିଜନ, ଆତ୍ମୀୟ ସ୍ୱଜନ, ଅନୁଗାମୀମାନଙ୍କୁ ସରୋବର କୂଳରେ ରଖି ନିଜେ ଆଜି ପଶିଯାଇଛନ୍ତି ସେହି ସରୋବର ଭିତରେ। ସରୋବରରେ ଶୀତଳ ଜଳ ତୁଷାର୍ତ ଗଜେନ୍ଦ୍ର ପ୍ରଥମେ ମନ ଭରି ଶୁଣ୍ଡ ସାହାଯ୍ୟରେ ପାଣି ପିଇଛନ୍ତି। ତୃଷା ମେଣ୍ଟିଲା ପରେ ନିଜେ ଟିକେ ସ୍ନାନ କରିଦେଇଛନ୍ତି ଏବଂ ସ୍ନାନ କଲାପରେ ନିଜ ଶୁଣ୍ଡ ସାହାଯ୍ୟରେ ନିଜର ବହୁ ପତ୍ନୀ ଓ ପିଲାମାନଙ୍କୁ
ପାଣି ପିଇବା ଆରମ୍ଭ କରିଛନ୍ତି ଏବଂ ପରିଜନମାନଙ୍କୁ ମଧ୍ୟ ଛାଡ଼ି ନାହାନ୍ତି, ସମସ୍ତଙ୍କୁ ପାଣି ଯୋଗାଇଛନ୍ତି ଏଇ ଗଜେନ୍ଦ୍ର। ଏମିତି ଏବଂ ତତ୍ସହିତ ଯେତେବେଳେ ପାଣି ପିଆ ସରିଯାଇଛି ଗଜେନ୍ଦ୍ର ଜଳ କ୍ରୀଡ଼ା କରିବାକୁ ଲାଗିଛନ୍ତି। ଜଳ କ୍ରୀଡ଼ା କରୁ କରୁ ଚିନ୍ତା କରିଛନ୍ତି ଏ ଯେଉଁ ଆଜି ମୋର ପିଲାମାନେ ଅଛନ୍ତି, ମୋ ସ୍ତ୍ରୀମାନେ ଅଛନ୍ତି, ଏହାପରେ କ'ଣ କରିଛନ୍ତି ଶୁଣ୍ଢରେ ପାଣି ନେଇ ସମସ୍ତଙ୍କ ଉପରକୁ ଫୋପାଡ଼ିବାକୁ ଆରମ୍ଭ କରିଛନ୍ତି। ନିଜ ପିଲାମାନଙ୍କ ଉପରକୁ ନିଜ ସ୍ତ୍ରୀଙ୍କ ଉପରକୁ, ସ୍ତ୍ରୀମାନଙ୍କ ଉପରକୁ ଯେତେବେଳେ ଫୋପାଡ଼ିଛନ୍ତି କୁହାଯାଏ ଗଜେନ୍ଦ୍ର ଯେତେବେଳେ ଫୋପାଡ଼ିଛନ୍ତି ସ୍ତ୍ରୀମାନେ ଲାଜେଇ ଯାଇଛନ୍ତି, କହିଛନ୍ତି ଯେ ଆମ ଉପରକୁ ପକାନ୍ତୁନି, ଆମ ଉପରକୁ ପକାନ୍ତୁନି। ତଥାପି ଗଜେନ୍ଦ୍ର ପକାଇ ଚାଲିଛନ୍ତି ପାଣି। ଏପର୍ଯ୍ୟନ୍ତ ଠିକ୍ ଥିଲା। ତାପରେ ଗଜେନ୍ଦ୍ର ଯେତେବେଳେ ଉନ୍ନତ ହୋଇ ନାଚିବା ଆରମ୍ଭ କରିଛନ୍ତି ଏହି ସରୋବରରେ, ଏ ସରୋବରର ଯେଉଁ ସୁନ୍ଦର ଜଳରାଶି, ବହୁତ ନିର୍ମଳ ଜଳରାଶି ଆସ୍ତେ ଆସ୍ତେ ଗୋଳିଆ ହେବା ଆରମ୍ଭ କରିଛି। ଗଜେନ୍ଦ୍ର ସହଜରେ ତ ତାଙ୍କ ଚେହେରା ବଡ଼, ଓଜନ ବଡ଼, ଯେତେବେଳେ ନାଚିବା ଆରମ୍ଭ କରିଛନ୍ତି ସେ ଯେଉଁ ଜଳରାଶିରେ ଗୋଟେ ତରଙ୍ଗ ସୃଷ୍ଟି ହୋଇଛି, ତରଙ୍ଗାୟିତ ହୋଇଛି ସେ ସରୋବର। ଜଳଜୀବମାନେ ଆସନ୍ନ ବିପଦକୁ ଅନୁମାନ କରି ନେଇଛନ୍ତି। ତେଣୁ ଜଳଜୀବମାନେ କୁହାଯାଏ ଆସନ୍ନ ବିପଦକୁ ରକ୍ଷା ପାଇବା ପାଇଁ ନିଜ ନିଜକୁ ନିଜେ ଲୁଚିବାକୁ ଆରମ୍ଭ କରିଦେଇଛନ୍ତି। ଏବଂ ଏ ସମୟରେ ଯେତେବେଳେ ପାଣିର ସ୍ଥିତି ବହୁତ ଖରାପ ହୋଇଛି, ସେଠି ଜଣେ ଗୋଟେ ଗ୍ରାହ ରହୁଥାଏ। ସେ ଗ୍ରାହ ମନେ ମନେ ଭାବିଛି ମୁଁ ହେଉଛି ଏ ସରୋବର ରାଜା, ମୋ ଅଞ୍ଚଳକୁ ଆସି ବା ମୋ ରାଜ୍ୟକୁ ଆସି ଏମିତି ଉଥଲ ପୁଥଲ ମଚାଉଥିବା, ଏମିତି ଜାଗାକୁ ଖିନଭିନ କରୁଥିବା, ନଷ୍ଟ ବିନଷ୍ଟ କରୁଥିବା ବା ଏ ଜାଗାକୁ ଏତେ ଆନ୍ଦୋଳିତ କରାଉଥିବା ଜନ୍ତୁଟି କିଏ? ଖୋଜି ଖୋଜି ଆସିଛି କିଆର କର୍ତ୍ତା, କାହା ପାଇଁ ମୋ ଜଳଜନ୍ତୁମାନେ ଆଜି ଭୟଭୀତ, ସେ କିଏ, ମୋ ଅଞ୍ଚଳରେ କାହାର ଆଗମନ ହୋଇଛି? ଖୋଜି ଖୋଜି ଆସିଯାଇଛି ଗ୍ରାହ ଖୋଜି ଖୋଜି ପାଇଯାଇଛନ୍ତି କାହାକୁ? ଯେ ଗଜେନ୍ଦ୍ରଙ୍କୁ। ଗଜେନ୍ଦ୍ରଙ୍କ ଗୋଡ଼କୁ ଗ୍ରାହ ଧରି ନେଇଛନ୍ତି। ଗଜେନ୍ଦ୍ର ଅନୁଭବ କରିଛନ୍ତି କ'ଣ ଗୋଟେ ମୋ ଗୋଡ଼ରେ ଲାଗିଯାଇଛି। ମତୁବାଲା ଗଜେନ୍ଦ୍ର ମନେ ମନେ ଭାବୁଛନ୍ତି ଯେ ମୁଁ ହେଉଛି ଗଜେନ୍ଦ୍ର, ମୁଁ ହେଉଛି ଶ୍ରେଷ୍ଠ, ମୋ ଗୋଡ଼କୁ ଗୋଟେ ସାଧାରଣ ଜଳଜୀବ ଧରି ଦେଇଛି। ମୁଁ ସିଆଡ଼କୁ ମନ ଦେବା ଉଚିତ ନୁହଁ, କାରଣ ମୁଁ ହେଲି ଶ୍ରେଷ୍ଠ। ମୋତେ ତାକୁ ନଷ୍ଟ କରିବାକୁ କେତେ ସମୟ ଲାଗିବ, ତେଣୁ ମୁଁ କାହିଁ ବ୍ୟସ୍ତ ହେବି? ମନେ ମନେ ଭାବୁଛନ୍ତି ଗଜେନ୍ଦ୍ର ଏ କଥା। ପୁଣି ଭାବୁଛନ୍ତି ଯେତେବେଳେ ଜଳଜନ୍ତୁ ଜାଣିବ ଯେ ଗଜେନ୍ଦ୍ରର ପାଦକୁ ଧରି ଦେଇଛି ବୋଲି, ଅନୁଭବ କରିବ ମୁଁ ଭୁଲ କରିଛି ବୋଲି ଏବଂ ସାଙ୍ଗେ ସାଙ୍ଗେ କ୍ଷମା ମାଗି ମୋ ଗୋଡ଼ ଛାଡ଼ି ଚାଲିଯିବ। ଭୂକ୍ଷେପ କରିନାହାନ୍ତି ଗଜେନ୍ଦ୍ର, ପୂର୍ବବତ୍ କ୍ରୀଡ଼ା କୌତୁକରେ ମାତି ରହିଛନ୍ତି ଗଜେନ୍ଦ୍ର। ସମୟ ଅତିକ୍ରାନ୍ତ ହୋଇଛି। ବର୍ତ୍ତମାନ ସୁଦ୍ଧା ସେ ଗ୍ରାହ ତ ଧରିଥିଲେ ଗଜେନ୍ଦ୍ରକୁ, ଆସ୍ତେ ଆସ୍ତେ ଗ୍ରାହ କ'ଣ କରିଛନ୍ତି? ଟାଣିବାକୁ ଆରମ୍ଭ କରିଛନ୍ତି ଗଜେନ୍ଦ୍ରକୁ। ଗଜେନ୍ଦ୍ର କାହାରି ଆଗରେ ପ୍ରକାଶ କରୁନାହାନ୍ତି। ଅଭିମାନୀ ଗଜେନ୍ଦ୍ର ଯେ ମୁଁ ଆଜି ଗୋଟେ ଜଳଜନ୍ତୁ ମୋତେ ଧରି ଦେଇଛି, ମୋତେ ଏମାନେ ସମସ୍ତେ ସମ୍ମାନ ଦେଉଛନ୍ତି, ଆଙ୍କ ଆଗରେ ମୁଁ ପ୍ରକାଶ କରିବି ମୋତେ ଗୋଟେ ଜଳଜନ୍ତୁ ଧରିଛି ବୋଲି? ସେଥିପାଇଁ ଗଜେନ୍ଦ୍ର ପ୍ରଥମେ କାହା ଆଗରେ ପ୍ରକାଶ କରିନାହାନ୍ତି। ନିଜେ ନିଜେ ଭିତରେ ଭିତରେ ଲଢ଼ି ଚାଲିଛନ୍ତି, କୌତୁକ ଚାଲିଛି। କିନ୍ତୁ ସମୟ ଆସିଛି ଯେତେବେଳେ ଗ୍ରାହ ତାଙ୍କୁ ଟାଣିବା ଆରମ୍ଭ କରିଛି ଏବଂ ଯେତେବେଳେ ଗୋଡ଼ ଉଠାଇବାକୁ ଗଜେନ୍ଦ୍ର ଚିନ୍ତା କରିଛନ୍ତି ଯେ ଏ ଗୋଡ଼କୁ ମୁଁ ଉଠେଇ ଜଳଜନ୍ତୁକୁ ଫୋପାଡ଼ି ଦେବି ବୋଲି, ଗଜେନ୍ଦ୍ର ଅନୁଭବ କରିଛନ୍ତି ମୋ ଗୋଡ଼ରେ ଆଉ ସେ ସାମର୍ଥ୍ୟ ନାହିଁ, ମୁଁ ଦୁର୍ବଳ ହୋଇଯାଇଛି। ଇଏ ଜଳଜନ୍ତୁ ଯିଏ ମୋତେ ଧରିଛି ନିଶ୍ଚିତ ଭାବରେ ବଳଶାଳୀ, ନହେଲେ ମୁଁ ଦୁର୍ବଳ, ସିଏ ସବଳ କ'ଣ ପାଇଁ? ଏହି ସମୟରେ ଡର ଲାଗିଛି ଗଜେନ୍ଦ୍ରଙ୍କୁ। ଗଜେନ୍ଦ୍ର ବହୁ ଚେଷ୍ଟା କରିଛନ୍ତି ଖସିବାକୁ, ତାଙ୍କର ସମସ୍ତ ଚେଷ୍ଟା ବିଫଳ ହୋଇଛି। ଭାବିଛନ୍ତି ଅନେକ,
गोटे पटे मोर सम्मानर प्रश्न, गोटे पटे मोर जीवनर प्रश्न। मु जदि सम्मान बंचेया को जाई प्रकाश न करे मोर आत्मीय स्वजन को आगे हुए तो आज मोर शेष दिन हो तेणु जीवन थिले मान सम्मान फेर बाध्य होई गजेंद्र प्रकाश करिसंती जे मते कही जणे जलजंतु धरिले मु जते चेष्टा कले मध्य बाहर को बाहरी पारु नहीं। तुमे माने मते परिजन मानु कहते तुम्हें मैंने चेष्टा करी मते ए ग्राह कबलू उद्धार कर अहंकार को दूरे देइचंती के गजेंद्र देखते अहंकार बसरे मोदी प्रभावित होई परिजन मान को न कहे मृत्यु निश्चित एवं से गजेंद्र अनुरोध करचंती आत्मीय स्वजन मान को समस्ते मते मिसी उद्धार कर नहले आज मोर जीवन गला। यहाँ पर जितेबाला प्रिय परिजन आत्मीय स्वजन निजर पत्नीगण संतान संततिगण जानी जे गजेंद्र आज फसी जाइछंती गोटे ग्राह कबल समस्ते गोटे चेन भली एकाठी होई चिंता करिसंती जे जलजंतु सी आकु कौन रखिब आमे समस्ते मिसी गजेंद्र को बाहर करदेवा प्रयास समस्ते करिसंती एकाठी होई अनेक समय धरी टणाटणी करिसंती गजेंद्र को बाहर को आनिबा को प्रयास करिसंती। अनेक प्रयास चलीची अनेक समय अतिबाहित होईची जेतेबेले समय पर समय अतिबाहित होईची दिन पर दिन बीती जाइची ये जो हाथी मानकर समस्त समुदाय हाथी मानकर हाथीनी मानकर प्रयास फेल मारी जाइची जेतेबेले अनुभव करिसंती आत्मीय स्वजन माने निज पत्नीगण निजर संतान संततिगण आम पाखरे जेते प्रयास थिला आमे कलु हेले ये ग्राह कबल उद्धार करि पालुनी गजेंद्र को केते दिन आउ एठी आमे अपेक्षा करिबु। प्रथमे जन तेणु जन पर जने जो चेन रे थिया ही टाणुथिले गजेंद्र को जन पर जने चलवा आरंभ करिसंती जेतेबेले जानिसंती आउ हबो नाही गोटी 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 करी गजेंद्रकर साथ छाड़ी चली जाइसंती। जेतेबेले गजेंद्र को निज पत्नीगण निजर पुत्रगण छाड़िकी जाउछंती गजेंद्र बहुत दुखर सहित से चित्कार कर डाकुचंती मु आज असुविधा रे तुम मैंने समस्ते चली जाऊच मो जीवन विपन्न तुम मान सुरक्षा मु देउथली आज मो जीवन जो असुरक्षित तो तुम मैंने समस्ते चली जाऊच मत मृत्यु मुखर छाड़ी दे कहीं जाओनी मत उद्धार कर जा हो विभिन्न प्रकार कामर आड़ दे हो बा कौन कारण दे हो कारण कथा कही हो निजर स्त्री माने एवं संतान संततिगण जितेबाला चली जाइछंती गजेंद्र को सेतले गजेंद्रकर मन सेतले ग्लानि रे पूरी जाइछि। हठात गजेंद्र भाविचंती ये हाड़ मांसधारी ये शरीर मान को मुझे डाकिली एते अनुनय विनय कली जदि मो गोविंद को डाकी थांती जदि विश्व नियंता को डाकी थांती तेबे मोर लाभ होइतंता। एबे गजेंद्र निजर आखि बंद करी भगवान को स्तुति करिबा आरंभ कले। ये जो स्तुति को आमे गजेंद्र मुख्य स्तुति कही एवं गजेंद्र स्तुति जो भगवान को कले खूब सुंदर स्तुति कले। गजेंद्र का स्तुति प्रकृत में बहुत बहुत सुंदर थिला मात्र सबुठार बड़ कथा है स्तुति तो कले कले हेले गजेंद्र कौन सी भगवान का ना नहीं नांती स्तुति भितर सुंदर स्तुति कर गजेंद्र किंतु कहार ना नहीं नांती कहना ना नारायण का ना नहीं ना विष्णु का ना नहीं ना कृष्ण का ना नहीं ना ब्रह्मा का ना नहीं ना नारद का ना नहीं ना पार्वती ना लक्ष्मी ना दुर्गा कहारी ना नेउना किंतु सुंदर प्रार्थना कर चली। ये स्तुतिर नाम हूँ गजेंद्र मुख्य। ये स्तुति गजेंद्र कहते जो ईश्वर
ସୃଷ୍ଟିର ସର୍ଜନା କରିଛନ୍ତି, ପାଳନ କରିଛନ୍ତି ଏବଂ ବିଲୟ କରୁଛନ୍ତି। ମୁଁ ତାଙ୍କୁ ପ୍ରଣାମ କରୁଛି ଓ ସେ ମୋତେ ଆସି ଉଦ୍ଧାର କରନ୍ତୁ। ଆହୁରି କହୁଛନ୍ତି, ଯାହାଙ୍କ ଇଚ୍ଛା ବିନା କୌଣସି କାର୍ଯ୍ୟ ସମ୍ପାଦିତ ହୁଏ ନାହିଁ, ମୁଁ ତାଙ୍କୁ ପ୍ରଣାମ କରୁଛି, ସେ ମୋତେ ରକ୍ଷା କରନ୍ତୁ। ଯେ ନିର୍ଗୁଣ ହୋଇ ମଧ୍ୟ ସଗୁଣ, ଯେ ସଗୁଣ ହୋଇ ମଧ୍ୟ ନିର୍ଗୁଣ, ମୁଁ ତାଙ୍କୁ ନମସ୍କାର କରୁଛି, ସେ ମୋତେ ରକ୍ଷା କରନ୍ତୁ। ମୁଁ କ୍ଷେତ୍ରଜ୍ଞଙ୍କୁ ପ୍ରଣାମ କରୁଛି, ମୁଁ ଅବିନାଶୀଙ୍କୁ ନମସ୍କାର କରୁଛି, ଏମାନେ ମୋର ରକ୍ଷା କରନ୍ତୁ। ଗଜେନ୍ଦ୍ରଙ୍କ ସ୍ତୁତି ସୁନ୍ଦର ଗାଉଛନ୍ତି, ହେଲେ କାହାରି ନାଁ ନେଉନାହାନ୍ତି, ବିଚିତ୍ର ରୂପେ ସ୍ତୁତି କରୁଛନ୍ତି। ଯେ ଯେଉଁ ଯୁଦ୍ଧ ବହୁତ ଦିନ ଧରି ଚାଲିଛି, ଦେବଗଣମାନେ, ଆକାଶରେ ଦେବତାମାନେ ସମସ୍ତେ ଦେଖୁଛନ୍ତି ଏଇ ଯେଉଁ ଗ୍ରାହ ଆଉ ଗଜେନ୍ଦ୍ରଙ୍କର ଲଢ଼େଇକୁ। ସମସ୍ତେ ଦେବଗଣ ଦେଖୁଛନ୍ତି ସତ, ଏଇ ଯେଉଁ ଯୁଦ୍ଧ ଦେଖୁଛନ୍ତି, ସ୍ତୁତି ବି ଜାଣୁଛନ୍ତି, କିନ୍ତୁ ସବୁ ଦେବଗଣ ଅଭିମାନବଶତଃ କେହି ଆସୁନାହାନ୍ତି ଗଜେନ୍ଦ୍ରକୁ ଉଦ୍ଧାର କରିବା ପାଇଁ। ସମସ୍ତେ କହୁଛନ୍ତି, ସେ ତ ଆମ ନାଁ ନେଉନାହିଁ, ସେ ତ ଆମ ନାମ ଧରି ଡାକୁନାହିଁ, ତେଣୁ ସେ କାହାକୁ ଡାକୁଛି ଆମେ ଜାଣିବୁ କେମିତି? ମୁଁ କାହିଁକି ଯିବି? ସବୁ ଦେବ ଏଇ ଅଭିମାନକୁ ଧରି ବସିଛନ୍ତି। ବ୍ରହ୍ମଦେବ ଭାବୁଛନ୍ତି, ମୋ ନାଁ ବ୍ରହ୍ମା, ସେ କ'ଣ ଜାଣିନାହିଁ? ତ କାହିଁ ମୋ ନାଁ ଦେଲା ନାହିଁ? ଯଦି ମୋ ନାଁ ତା'ର ମନେ ପଡ଼ିଲାନି, ଚାରିମୁଖ ବାଲା କହିପାରିଥାନ୍ତା, ସୃଷ୍ଟିକର୍ତ୍ତା କହିପାରିଥାନ୍ତା। ଯଦି ଏତିକି କହିଥାନ୍ତା ମୁଁ ଚାଲି ଯାଇଥାନ୍ତି। ଆମ ଶିବ ବାବା କହୁଛନ୍ତି, ଆରେ ରେ ରେ, ସେ ତ ମୋ ନାଁ ତ ଭୁଲିବା କଥା ନୁହଁ। ଠିକ୍ ଅଛି, ନାଁ ତୋର ଶିବ ମନେ ପଡ଼ିଲାନି। ଆରେ ତୁ ତ ଜାଣିଛୁ, ଭଲ ଭାବେ ଜାଣିଛୁ, ଡମ୍ବରୁ ବାଲା ଜାଣିଛୁ, ତୁ ଜାଣିଛୁ ତ୍ରିଶୂଳଧାରୀ। ଯଦି ଏମିତି କହିଥାନ୍ତା ତାହେଲେ ମୁଁ ଯାଇଥାନ୍ତି, ଉଦ୍ଧାର କରିଥାନ୍ତି। ଏମିତି ସମସ୍ତ ଦେବଗଣ ଅଭିମାନବଶତଃ, ଦେବାଦେବୀ ଯେତେ ଅଛନ୍ତି ସମସ୍ତେ ଦେଖୁଛନ୍ତି। ଗ୍ରାହ ଆସ୍ତେ 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 ଦୁର୍ବଳ କରିଚାଲିଛି କାହାକୁ? ନା ଗଜେନ୍ଦ୍ରଙ୍କୁ। ଗଜେନ୍ଦ୍ର ଆଜି କ୍ଷୀଣ ହୋଇଯାଇଛନ୍ତି, କିନ୍ତୁ ପ୍ରଭୁଙ୍କ ନାମ ନେବାକୁ, ଏ ଯେଉଁ ନାମ ନେବାକୁ, ସ୍ତୁତି କରିବାକୁ ଭୁଲି ନାହାନ୍ତି, କିନ୍ତୁ ନାମ ନେଉନାହାନ୍ତି କାହାରି। ଏମିତି ଚାଲିଛି। ଭଗବାନ ବିଷ୍ଣୁ ବା ଆମର ଗୋବିନ୍ଦ ଦେଖିଲେ ଯେ ଏ ସବୁ ଦେବଗଣ ଅଛନ୍ତି, ସମସ୍ତେ ଅଭିମାନବଶତଃ କେହି ଆଜି ଗଜେନ୍ଦ୍ରକୁ ସାହାଯ୍ୟ କରିବାକୁ ଯାଉନାହାନ୍ତି। ଗଜେନ୍ଦ୍ର କାହା ନାଁ ନେଉନାହିଁ। ଗଜେନ୍ଦ୍ର କାହା ନାଁ ନେଉନି ମାନେ ନିଶ୍ଚିତ ଭାବରେ ଗଜେନ୍ଦ୍ର ମୋ ନାଁ ହିଁ ନେଉଛି। ବାହାରିଲେ ପ୍ରଭୁ ଯେ ମନେ ମନେ ଚିନ୍ତା କଲେ ଯେ ଗଜେନ୍ଦ୍ରକୁ ଯଦି ରକ୍ଷା କରା ନଯାଏ, ଗଜେନ୍ଦ୍ର ସ୍ତୁତି କରି କରି ମରିଯିବ, ଅପବାଦ ହେବ। ତେଣୁ କେହି ନ ଯାଆନ୍ତୁ, ଯେହେତୁ କାହା ନାଁ ନେଉନି, ତେଣୁ ମୋତେ ହିଁ ଡାକୁଛି। ଏହା ଭାବି ଗୋବିନ୍ଦ ଚିନ୍ତା କଲେ, ଭଗବାନ ବିଷ୍ଣୁ ଚିନ୍ତା କଲେ, ମୁଁ ଯାଇ ରକ୍ଷା କରିବି ଗଜେନ୍ଦ୍ରଙ୍କୁ। ଯେତେବେଳେ ଆସି ପହଞ୍ଚି ଯାଇଛନ୍ତି ଗରୁଡ଼ ପାଖରେ ଭଗବାନ ବିଷ୍ଣୁ, ଯେ ଗରୁଡ଼ ଚାଲ ଯିବା, ଆମକୁ ଉଦ୍ଧାର କରିବାର ଅଛି ଗଜେନ୍ଦ୍ରଙ୍କୁ। ଭଗବାନ ଦେଖିଲେ ସେ ସମୟରେ ଗରୁଡ଼ ଚିନ୍ତା କରୁଛନ୍ତି, ଗରୁଡ଼ଙ୍କ ମନ ଅଭିମାନରେ ପୂର୍ଣ୍ଣ ହୋଇଯାଇଛି ଯେ ଭଗବାନଙ୍କୁ ମୋ ଛଡ଼ା, ଭଗବାନଙ୍କର ମୋ ଛଡ଼ା କୌଣସି ବିକଳ୍ପ ନାହିଁ। ମୋ ତ୍ରୈଲୋକ୍ୟନାଥକୁ ନେଇ ମୁଁ ଉଡ଼ୁଛି, ମୋର ଶକ୍ତି ଅଛି ବୋଲି ତ ମୁଁ ତ୍ରୈଲୋକ୍ୟନାଥକୁ ନେଇ ଉଡ଼ିବାକୁ ସକ୍ଷମ ହେଉଛି। ଯୁଆଡ଼େ ଯିବାର ଅଛି ପ୍ରଭୁ ମୋତେ ଡାକୁଛନ୍ତି, କାରଣ ସିଏ ଜାଣିଛନ୍ତି, ମୋ ପ୍ରଭୁ ଜାଣିଛନ୍ତି ଏ ଗରୁଡ଼ର ସାମର୍ଥ୍ୟ କ'ଣ। ପ୍ରଭୁ ଭାବିଲେ, ଯାରେ ଗରୁଡ଼ର ଉଦ୍ଧାର ହୋଇଗଲା, ମୁଁ ଗ୍ରାହ କବଳରୁ ରକ୍ଷା କରିବାକୁ ଯାଉଛି ଗଜେନ୍ଦ୍ରଙ୍କୁ। ବର୍ତ୍ତମାନ ମୋର ଯେଉଁ ବାହନ ଗରୁଡ଼, ତାଙ୍କୁ ଯେଉଁ ଅଭିମାନ ରୂପକ ଗ୍ରହ, ତାଙ୍କ ମନ ଭିତରେ ଯେଉଁ ଗର୍ବ ନାମକ ଗ୍ରାହ ତାଙ୍କୁ ଆକର୍ଷଣ କରିଛି ବା ଧରି ନେଇଛି, ଆଗେ ଗରୁଡ଼ଙ୍କୁ ଉଦ୍ଧାର କରେ, ତାପରେ ଯିବି ଗଜେନ୍ଦ୍ରଙ୍କ ପାଖକୁ। ଏହା ଭାବି ପ୍ରଭୁ କହିଲେ, ଗରୁଡ଼ ସାଙ୍ଗେ ସାଙ୍ଗେ କହିଲେ ପ୍ରଭୁଙ୍କୁ, ପ୍ରଭୁ ଆପଣ ବସନ୍ତୁ, ମୁଁ ନେଇ ଆପଣଙ୍କୁ ପହଞ୍ଚେଇ ଦେଉଛି। ପ୍ରଭୁ କହିଲେ, ପ୍ରଥମେ ଗୋଟେ କାମ କର ଗରୁଡ଼, ତୁମେ ଭାରି ବଳଶାଳୀ ନା, ବହୁତ ଅଭିମାନ ତୁମର ନା, ଗୋଟେ କାମ କର, ମୁଁ ତୁମର ଗୋଟେ ଆଙ୍ଗୁଠି ରଖୁଛି, ମୋ ଆଙ୍ଗୁଠିକୁ ଆଗେ ଉଡ଼ାଅ,
तापर मते उड़ाइवा कथा चिंता करिवो। गजेन्द्र उपरे गोटे आंगुठी गजेन्द्र गरुड़ उपरे गोटे आंगुठी रखिदेले प्रभु कहले उड़ाओ एबे सांगे सांगे पक्षी फड़फड़ करने को लगे। गरुड़ अनेक चेष्टा कले झाड़नाल बहिला तथा भी उठे पारे ना आंगुठी को जो उठे पारे ना प्रभु कहले एबे आ प्रभु किसी कहना बसी पड़े गरुड़ यात्रा आरंभ है। समय नष्ट करहबनी तेणु भगवान भाविले एठी न कही बाटर कहबी जो जाऊँच प्रभु कहले गरुड़ तुम्हें चिंता करुच ना जे तुम्हें मत नहीं उड़ुच तुमर सामर्थ्य अधिका तुमर बल अधिका गरुड़ तुम्हें मोर गोटे आंगुठी उठेबार क्षमता तुम पाखे ना तुम्हें मत उड़े बुलना हाँ मु तुम उपर बसी तुमको उड़ाई मु ही सांगे नहीं जाऊँगी नहले तुमर सामर्थ्य कहीं तुम मत उड़े बुलेब। यापर लज्जा लगिला गरुड़ को निजर आत्मगर्व भांगिला। यापर गजेन्द्र पाखे जाई पहुँचती। गजेन्द्र कहारी नाम नेउना किंतु प्रभु को नाम प्रभुकर विभिन्न प्रकार प्रभुकर जमती जे सृष्टिकर्ता नमस्कार करुच्ची सब कहते। जिते प्रभु गोविंद को से देखी देते गजेन्द्र जे एत डाकिला कौन देवता आसुना गोविंद आसी पहुँचीगले विष्णु आसी पहुँचीगले सांगे सांगे कौन कले सरबर गोटे कमल पुष्प सुंडरे आनी प्रभु को अर्पण कले। प्रभु गजेन्द्र सुंड को धरी भिड़िले देखिले जे मुझे तो सुंड भिड़ी भिड़ी आसूची ग्राह गोड़ को छाड़ूना सेमती ग्राह धरी गोड़ को कष्ट होची गजेन्द्र को। तेणु गजेन्द्र कष्ट को लाघव करने प्रभु बाध्य हो सुदर्शन चक्र छाड़देले ग्राह सांगे सांगे पुराणा रूप को फेरी पाइले एवं ग्राहकर उद्धार हो गला। प्रकाश था कि ये जो ग्राह होती आउ कई नुह से होती जड़े अभिशप्त गंधर्व। से गंधर्वकर ना है हु गंधर्व। हास्य स्वर्गधाम दुईज जोकर टाइप हास्यरस करने को भल पाता दुई भाई थे हु आउ हा। दिने देवल मुनि कौन करते स्नान करने जितेबले नदी कूल को आसी नदी कूल बसी किए नदी को आसी से बसी ये जो हु गंधर्व मजा करने को भारी भल पाती। देवल मुनि कौन कले जितेबले नदी भितर पशि जल टेकुंट भगवान को अर्पण करुँच ध्यानस्थ अच्छा जप करुँच कौन कले ये तो मजालिया स्वभाव हो समस्त मुहर हस सृष्टि करवा। ये भावी जे मुनि वर्तमान पूजा करुँच लुचि लुचि जाई गोड़ को धरी दिए ताहले कौन हम से छानिया हठात डेई पड़े चमकी जी एवं लास्ट को हसीदे मत कहे तुम मो सहित गले खेलुच भाभी ये भाभी से कौन कले चुप की जाए तो ध्यानस्थ अच्छा मुनि चुप की बुड़ी जाई भितर भितर जाई धरी पकेले देवल मुनि का गोड़ को। देवल मुनि चित्कार कर उठिले कौन है कारण ध्यानस्थ अच्छा मन ध्यान केन्द्रीभूत गोड़ को जो किए आक्रमण करुच्ची धरी पकई से भावी कौन जलजंतु मत धरी पकई हठात जो जप तप भांगी जाइए सांगे सांगे से कौन कर अभिशाप दे तुम गेल खेल भारी भल लगुच ना भितर भितर लुचि लुचि आसी जलजंतु भाया मुनिषि मान गोड़ धर तुम भल लगुच ना आईस तुम्हें जलजंतु हो जाओ तुम्हें ग्राह हो जाओ। यापर सांगे सांगे हु गंधर्व दुखित होती कहते आज्ञा मोर स्वभाव हो गेल खेलवा मोर उद्देश्य खराब नुह ए दुनिया समस्त मुहर हस फुटेया मोर हूँ स्वभाव से हस फुटेयापाई मुझे करी प्रभु आपण मते अभिशाप देदेले मोर स्वभाववशतः मुझे आपणकर गोड़ धरी आपण को कष्ट दबा आपण दुखित करवा मोर उद्देश्य नथिला। देवल मुनि जानते गोटे विराट बड़ा भूल हो गला कहते मुझे सारी मान तो निश्चित भाव में यह हम किंतु तुम गोटे कम कर तुम जो ग्रह परिवर्तित हम जो भगवान सुदर्शन चक्र तुम देह लगे तुम जो पुणी थे तुम धाम को फेरीज एवं ये होती से ग्राह जो धरी गजेन्द्र को
सी होती किए सी होती हुहु गंधर्व। भगवान ये आउ गोटे कथा भी कह जाए भगवान जो जगह को जाती जी डाके ताकू केवल उद्धार करती नहीं। भगवान को डाकी गजेंद्र उद्धार पाइला किए ग्राह। तेणु भगवान जो जगह उपस्थित हुए डाकी लोक तो उद्धार हुए हुए तासह से पाखरे जी भी थाए ताकू मो प्रभु उद्धार करिथांती। तेणु जगतकर्ता जगत नियंता भगवान विष्णु पाखरे पुणी थे आपण मैंने समस्ते मुंड नई दिंतु निजर समस्त दुख निजर समस्त कष्ट निजर जहाँ जहाँ विपत्ति मान अच्छी सब मो भगवान का पाखे अर्पण कर दिंतु। देखिए ये भगवान विष्णु ही आपण मानकर दुख को निश्चित भाव में हरण करेंगे। आगामी वीडियो पुणी देखा से पर्यंत रोची नमस्कार।